ସାଙ୍ଗମାନେ ଆପଣମାନେ କେବେ ଲେମ୍ବୁରେ ବିନ୍ଦି ଲଗେଇଛନ୍ତି ଲଗେଇ ନାହାନ୍ତି ନା? ଆଜିର ଏ ଟିପ୍ସ ଦେଖିଲା ପରେ ଆପଣମାନେ ନିହାତି ଲଗେଇବେ। ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। କେମିତି ଅଛନ୍ତି ସାଙ୍ଗମାନେ? ଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲରେ ଥିବେ। ଚାଲନ୍ତୁ ମୁଁ ଆଜି ଆପଣମାନଙ୍କ ପାଇଁ ନୂଆ ନୂଆ ଟିପ୍ସ ଓ ଟ୍ରିକ୍ ଆଣିଛି, ଯେଉଁଟାକି ଆପଣମାନଙ୍କ ଡେଲି ଲାଇଫ୍ରେ ନିହାତି ଭାବରେ ୟୁଜଫୁଲ୍ ହେବ ଏବଂ ବହୁତ ବଡ଼ ବଡ଼ ସମସ୍ୟାର ସମାଧାନ ଚୁଟକିରେ କରିପାରିବ। ଚାଲନ୍ତୁ ଦେଖିନେବା ମୋର ଫାର୍ଷ୍ଟ ଟିପ୍ସ କ'ଣ ଅଛି। ଫାର୍ଷ୍ଟ ଟିପ୍ସ ଅଛି ମୋର ଏମିତି ଲେଦର ଭ୍ୟାନିଟ୍କୁ ନେଇକିରି। ତ ଭ୍ୟାନିଟ୍ କ'ଣ ହୁଏ ନା, ଆମେ କୁଆଡ଼େ କେମିତି ଗଲାବେଳେ ଫଙ୍କସନ୍ ହେଉ, ପାର୍ଟି ହେଉ, ତ ଆମେ ୟୁଜ୍ କରିଥାଉ। ତ ଏଇଟା କ'ଣ ହୁଏ ନା, ଆମର ବନ୍ଦ ହେଇକିରି ଥାଏ। ତ ଯେତେବେଳେ ଆମେ ବାହାର କରୁ ତା ଦେହରୁ ଗୋଟେ ବ୍ୟାଡ଼୍ ସ୍ମେଲ୍ ଆସିଥାଏ। ତ ଆମକୁ ମାନେ ୟୁଜ୍ କରିବା ପାଇଁକା ଭଲ ଲାଗିନଥାଏ। ଯେକୌଣସି ଜିନିଷ ଯଦି ତା'ର କେୟାର ଆମେ ନ ନେବା ତାହେଲେ ତାକୁ ନେକ୍ସଟ ଥର ଆମେ ୟୁଜ୍ କରିବା ପାଇଁକା ପସନ୍ଦ କରିନଥାଉ। ତ ମୁଁ ଆଜି ଆପଣମାନଙ୍କୁ ପୁରା ଜିରୋ କଷ୍ଟରେ ଆପଣମାନେ କେମିତି ତା'ର ସ୍ମେଲ୍କୁ ଭଲ କରିପାରିବେ ତାର ଦେଖାଇ ଦେଉଛି। ଆପଣଙ୍କ ପାଖରେ ଯଦି ନ୍ୟୁଜ୍ ପେପର୍ ଥିବ ତାହେଲେ ଆପଣମାନେ ନ୍ୟୁଜ୍ ପେପର୍ ନେଇପାରିବେ। ନାହିଁ ଯଦି ଆପଣମାନେ ପିଲାମାନଙ୍କର କିଛି ରଫଲି ଖାତା ବା କାଗଜ ଥିବ ତାକୁ ମଧ୍ୟ ଆପଣମାନେ ଏମିତି ରାଉଣ୍ଡ ସେପ୍ କରିକିରି ଆପଣମାନେ ଯେଉଁ ଭ୍ୟାନିଟ୍ ରଖୁଛନ୍ତି ତା'ର ଯେଉଁ ଯେତେ ଚେନ୍ ଅଛି ତା ଭିତରେ ଆପଣମାନେ ଆରାମସେ ପୁରେଇ ପାରିବେ। ତ ନ୍ୟୁଜ୍ ପେପର୍ ବା ପେପର୍ ପୁରେଇବା ଦ୍ୱାରା କ'ଣ ହେବ ନା, ମାନେ ଭ୍ୟାନିଟ୍ରୁ ଯେଉଁ ଗୋଟେ ବ୍ୟାଡ଼୍ ସ୍ମେଲ୍ ଆସିଥାଏ ସେ ସ୍ମେଲ୍ଟା ଆଉ ଆସିପାରିବ ନାହିଁ। ତ ଆପଣମାନେ ଆରାମସେ ଯେକୌଣସି ଟାଇମ୍ରେ ଆପଣମାନେ ଏହାକୁ ମାନେ ୟୁଜ୍ କରିପାରିବେ। ତ ନ୍ୟୁଜ୍ ପେପର୍ରେ ଆପଣମାନଙ୍କର ସ୍ମେଲ୍ଟାକୁ ସେ ଅବଜର୍ଭ କରିନେବ, ଯାହାଫଳରେ କି ଆପଣମାନେ ରିଫ୍ରେଶ୍ ରହିବ ପୁରା ଭ୍ୟାନିଟ୍ଟା, ଆଉ ବ୍ୟାଡ଼୍ ସ୍ମେଲ୍ ହେବ ନାହିଁ। କାରଣ ବହୁ ଦିନ ରହିଗଲା ପରେ ତା ଦେହରୁ ଗୋଟେ ବ୍ୟାଡ଼୍ ସ୍ମେଲ୍ ଆସିଥାଏ, ତ ଭଲ ଲାଗିନଥାଏ। ତ ଏଇ ଟିପ୍ସଟି ଆପଣମାନେ ନିହାତି ଭାବରେ ଘରେ ସବୁ ଗୃହିଣୀମାନେ କରନ୍ତୁ, ଆଉ ଆପଣମାନଙ୍କର ମନି ସହିତ ଟାଇମ୍ ମଧ୍ୟ ସେଭ୍ ହେଇକିରି ରହିପାରିବ। ଆଶା କରୁଛି ଛୋଟିଆ ଟିପ୍ସଟି କିନ୍ତୁ ଆପଣମାନଙ୍କୁ ବହୁତ ହେଲ୍ପଫୁଲ୍ କରିବ। ଚାଲନ୍ତୁ ଦେଖିନେବା ମୋର ନେକ୍ସଟ ଟିପ୍ସ କ'ଣ ଅଛି। ନେକ୍ସଟ ଟିପ୍ସ ଅଛି ମୋ ନେଲ୍ କଟର୍କୁ ନେଇକିରି। ତ ନେଲ୍ କଟର୍ରେ ମୁଁ ଆଜି ଆପଣମାନଙ୍କୁ କ'ଣ ଦେଖେଇବି ନା, ନେଲ୍ କଟର୍ଟା କ'ଣ ହୁଏ ନା, ଆମେ ନଖ କାଟିଲା ପରେ ଆମର ସେଇଟା ଦାଢ଼ଟା କମିଯାଇଥାଏ, ଯାହାଫଳରେ କି ଆମେ ତାକୁ ଦାଢ଼ ତ ଆମେ କେମିତି କରିବା ସେଇଟାର ଗୋଟେ ସିମ୍ପଲ୍ ଟ୍ରିକ୍ଟେ ମୁଁ ଆପଣମାନଙ୍କୁ ଦେବି, ଯେଉଁଟାକି ଆପଣମାନଙ୍କ ସମସ୍ତଙ୍କ ଘରେ ସେଇଟା ଆଭେଲେବୁଲ୍, କିନ୍ତୁ ତା'ର ଏଇ ଟାଇପ୍ର ୟୁଜ୍ଟା ଆପଣମାନେ ଜାଣି ହିଁ ନଥିବେ। ତ ଯଦି ଆମେ ନଖ କାଟିବାରେ ଆମକୁ ଅସୁବିଧା ହୋଇଥାଏ ତାହେଲେ ଆମେ ତାକୁ ଚେଞ୍ଜ କରିକି ମାର୍କେଟରୁ ଆଉ ଗୋଟେ ନେଲ୍ କଟର୍ଟେ ଆଣିଥାଉ। ତ ଆପଣମାନଙ୍କୁ ଏ ଟିପ୍ସଟା ଦେବି ଯେ ଆପଣମାନେ ମେଡ଼ିସିନ୍ ଖାଇସାରିଲା ପରେ ଖୋଳକୁ ତ ନିଶ୍ଚିନ୍ତ ଭାବରେ ଫିଙ୍ଗି ଦେଉଥିବେ। ତ ସେହି ମେଡ଼ିସିନ୍ ଖୋଳରେ ହିଁ ଆମେ ନେଲ୍ କଟର୍କୁ ଧାର କରିପାରିବା, ସେଇଟା ପୁଣି ଅତି ସହଜରେ। ତ ଆପଣମାନଙ୍କୁ ମୁଁ ଦେଖାଉଛି ଆପଣମାନେ କେମିତି କରିବେ। ଯଦି ଆପଣମାନଙ୍କ ପାଖେ ତ ଏମିତି ଖାଲି ପଡ଼ିଥିବା ମେଡ଼ିସିନ୍ ଖୋଳ ଥିବ, ତ ଆପଣମାନେ ନେଲ୍ କଟର୍ ସାହାଯ୍ୟରେ ନଖ ଯେମିତି କାଟନ୍ତି ଆପଣମାନେ ସେମିତି କାଟିବେ। ତା ଦେହରେ କାଟିବା ଦ୍ୱାରା କ'ଣ ହେବ ନା, ଆପଣମାନଙ୍କ ନେଲ୍ କଟର୍ର ଦାଢ଼ଟା ପୁଣି ଆସିଥାଏ, ତ ଆପଣମାନେ ଆରାମସେ କାଟିପାରିବେ। ଯେଉଁ ଜିନିଷକୁ ଆମେ ଅଦରକାରୀ ଭାବରେ ଫିଙ୍ଗି ଦେଉଛେ ତାର ଯଦି ଆମେ ରିୟୁଜ୍ କରିପାରିବା ଆମକୁ ବହୁତ ଭଲ ଲାଗିଥାଏ। ତ ଯଦି ଆଜି ଆପଣମାନେ ମୋ ଚ୍ୟାନେଲ୍ରେ କେଉଁମାନେ ନୂଆ ଥିବେ ପ୍ଲିଜ୍ ସବସ୍କ୍ରାଇବ୍ କରିବା ପାଇଁକା ଆଦୌ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରି ମୋ ଭିଡ଼ିଓର ନୂଆ ନୋଟିଫିକେସନ୍ ଆପଣମାନଙ୍କ ପାଖରେ ବହୁତ ଜଲ୍ଦି ପହଞ୍ଚିପାରିବ। ମୁଁ ଆପଣମାନଙ୍କ ପାଇଁ ସବୁବେଳେ ନୂଆ ନୂଆ ଟିପ୍ସ ଓ ଟ୍ରିକ୍ ଆଣିଥାଏ, ଯେଉଁଟାକି ଆପଣମାନଙ୍କ ଟାଇମ୍ ସହିତ ମନି ମଧ୍ୟ ସେଭିଂ ହେଇକି ରହିଥାଏ। ତ ଏଇ ଟିପ୍ସଟି ଆପଣମାନେ ଘରେ ନିହାତି ଭାବରେ କରନ୍ତୁ ନା। ଆଜିକାଲି ସମସ୍ତେ ନେଲ୍ କଟର୍ରେ ନଖ କାଟକୁ ପସନ୍ଦ କରନ୍ତି। ତ ଏଇ ଟିପ୍ସଟି ଆପଣମାନେ ନିହାତି ଭାବରେ ଘରେ କରିବେ। ତ ଆପଣମାନେ ଜାଣିଥିବେ ମେଡ଼ିସିନ୍ ଖାଇସାରିଲା ପରେ ଆମେ ତ ତା ଖୋଳଟାକୁ ଫିଙ୍ଗି ଦେଇଥାଉ, କିନ୍ତୁ ତା'ର ଖୋଳର ଦେଖନ୍ତୁ ଆମ କେତେ ବହୁତ ବଡ଼ ଜିନିଷଟା ଆମର ସେଥିରେ ହେଇପାରୁଛି। ବହୁତ ୟୁଜଫୁଲ୍ ଏ ମେଡ଼ିସିନ୍ ଖୋଳ, ଆକୁ ଅଦରକାରୀ ଭାବି କେବେ ବି ଫିଙ୍ଗିବେ ନାହିଁ। ଆଶା କରୁଛି ଏ ଟିପ୍ସଟି ମଧ୍ୟ ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ଯଦି ଭଲ ଲାଗିବ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁକା ଆଦୌ ଭୁଲିବେନି। ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କରିବା ପାଇଁକା ମଧ୍ୟ ପଛେଇବେ ନାହିଁ। ଚାଲନ୍ତୁ ଦେଖିଦେବା ମୋର ଲାଷ୍ଟ ଟିପ୍ସ କ'ଣ ଅଛି, ଯେଉଁଟାକି ବହୁତ ଇମ୍ପୋର୍ଟାଣ୍ଟ। ତ ଆମେ ଲେମ୍ବୁରେ ବିନ୍ଦିକୁ କ'ଣ ପାଇଁ ଲଗାଇବା। ବିନ୍ଦି ତ ଆମେ ମଥାରେ ଲଗାଇଥାଉ, ତ ଲେମ୍ବୁ ସହିତ ତା'ର କ'ଣ କନେକ୍ସନ୍ ରହିଛି ସେଇଟା ଆପଣମାନେ ଦେଖିଲେ ହିଁ ଜାଣିପାରିବେ। ତ ଆପଣମାନେ ପୁରା ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଲେ ହିଁ ଆପଣମାନେ ତା'ର କାରଣଟା ଜାଣିପାରିବେ। ନହେଲେ ଆପଣମାନେ ଯଦି ମଝିରେ ସ୍କିପ୍ କରିଯିବେ ତାହେଲେ ଆପଣମାନେ ଜାଣି ହିଁ ପାରିବେନି। ତ ସେଥିପାଇଁ ଆପଣମାନଙ୍କୁ ପ୍ଲିଜ୍ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ନିହାତି ଭାବରେ ଫୁଲ୍ ୱାଚ୍ କଲେ ହିଁ ଆପଣମାନେ ଜାଣିପାରିବେ। ତ ଲେମ୍ବୁରେ ଆମେ ବିନ୍ଦି କ'ଣ ପାଇଁ ଲଗାଇବା। ବେଳେବେଳେ କ'ଣ ହୁଏ ନା, ଆମେ ଯେତେବେଳେ ବିନ୍ଦି ଲଗାଇଥାଉ ବିନ୍ଦିରେ ପଛପଟେ ଯେଉଁ ଅଠାଟା ଥାଏ ତା'ର ସେଇଟା ଆମ ମଥାରେ ଲାଗିକିରି ଯେତେବେଳେ ଗୋଟେ ଦାଗ ସୃଷ୍ଟି କରିଥାଏ, ଆଉ ଦାଗ ହେବା ଦ୍ୱାରା ସେ ଜାଗାଟା କୁଣ୍ଡେଇ ହେଇଥାଏ, ଲାଲ ପଡ଼ିଥାଏ, ଆଉ ଜଣ ଜଣଙ୍କ ସ୍କିନ୍ରେ ମଧ୍ୟ ସୁଟ୍ କରିନଥାଏ। ଏ ଅଠାଟା ବହୁତ ଦିନ ରହିଗଲା ପରେ ମଧ୍ୟ ଆମର ଠିକ୍ସେ ଧରି ନଥାଏ ମୁଣ୍ଡରେ। ତ ଆମେ କ'ଣ କରିବା ନା, ଯେଉଁ ଜାଗାରେ ଆମେ ଲଗାଉଛେ ସେ ଜାଗାରେ ଗୋଟେ ସ୍ପଟ୍ ବନିଯାଇଥାଏ, ତ ଆମକୁ ଭଲ ଲାଗିନଥାଏ ସେଠି ବିନ୍ଦି ଲଗାଇବା ପାଇଁକା। ତ କାହା ସ୍କିନ୍ କ'ଣ ସେମିତି ତ କହିହୁଏନି। ତ ଆପଣମାନେ ଯେତେବେଳେ ବି ଟିପ୍ଟା ଲଗାଉଛନ୍ତି ବା ବିନ୍ଦି ଲଗାଉଛନ୍ତି ସେ ଜାଗାରେ ଆପଣମାନେ କ'ଣ କରିବେ ନା, ଲେମ୍ବୁର ୟୁଜ୍ କରିପାରିବେ। ସେଇଟା କେମିତି କରିବେ ମୁଁ ଆପଣମାନଙ୍କୁ ଆଗକୁ ହିଁ କହିବି, ତ ପ୍ଲିଜ୍ ଭିଡ଼ିଓକୁ ଜମାରୁ ବି ସ୍କିପ୍ କରନ୍ତୁ ନାହିଁ। ତ ଆପଣମାନେ ଦେଖିଲେ ହିଁ ସବୁ ଗୃହିଣୀମାନଙ୍କର ଏଇ ପ୍ରୋବ୍ଲେମ୍ଟା ସେମାନେ ଫେସ୍ କରନ୍ତି। ତ ଆପଣମାନେ କ'ଣ କରିବେ ନା, ଲେମ୍ବୁର ଗୋଟେ ଟୋପା ବା 2 ଟୋପା କାଫି ହେଇଯିବ। ତ ସେ ଟୋପାକୁ ଆପଣମାନେ ଯେଉଁଠି ଲଗାଉଛନ୍ତି ଫାଷ୍ଟ ହାତରେ ଟିକେ ନେବେ। ହାତରେ ନେଇକି ତାକୁ କ'ଣ କରିବେ ନା, ଯେଉଁଠି ବିନ୍ଦିଟା ଲଗାଉଛନ୍ତି ସେ ଜାଗାରେ ଆପଣମାନେ ଏମିତି ଟିକେ ନାକୁ ମାଲିସ୍ କରିବେ।
ଯାହାଫଳରେ କି ଆପଣମାନଙ୍କର ଯେଉଁଠି ବିନ୍ଦି ଲଗାଉଛନ୍ତି ସେଠି ଆପଣମାନଙ୍କର ଆଉ ମାନେ ଇରିଟେସନ୍ ହେବନି, ଆପଣମାନଙ୍କର ଆଉ କୁଣ୍ଡେଇ ମଧ୍ୟ ହେବନି, ଲାଲ ପଡ଼ିବନି। ତ ଆପଣମାନେ ନିହାତି ଭାବରେ ଏ ଟିପ୍ସ ଟିକେ ଆପ୍ଲାଏ କରନ୍ତୁ, କାରଣ ଏ ପ୍ରୋବ୍ଲେମଟା ସବୁ ଗୃହିଣୀମାନଙ୍କର ସେମାନେ ଫେସ୍ କରୁଥିବେ। ତ ଆଜିକାଲି ସମସ୍ତେ ବିନ୍ଦି ଲଗାଉଛନ୍ତି, ତ ମୁଁ ବି ଏ ପ୍ରୋବ୍ଲେମଟା ଫେସ୍ କରେ। ତ ଯେଉଁମାନେ ରେଗୁଲାର ବିନ୍ଦି ଲଗାଉଛନ୍ତି ଆପଣମାନେ ଦେଖିବେ କି ଆପଣମାନଙ୍କ ବିନ୍ଦି ଜାଗାଟା ଗୋଟେ ସ୍ପଟ୍ ଆସିଯାଇଥାଏ। ତ ତାକୁ ରିମୁଭ୍ କରିବା ପାଇଁ ଆପଣ ଏ ଛୋଟିଆ ଟିପ୍ସଟି ନିହାତି ଭାବରେ ଆପ୍ଲାଏ କରନ୍ତୁ, କାରଣ ଲେମ୍ବୁ ତ ସମସ୍ତଙ୍କ ଘରେ ଆଭେଲେବୁଲ୍ ଥାଏ। ତ ଏଇ ଟିପ୍ସଟା ନିହାତି ଭାବରେ କଲେ ଆପଣମାନଙ୍କର ବହୁତ ବଡ଼ ସମସ୍ୟା ସମାଧାନ ହେଇଯିବ, ଆପଣମାନଙ୍କୁ ଆଉ କଷ୍ଟ କରିବା ପାଇଁକା ପଡ଼ିବନି। ଆଶା କରୁଛି ଆଜିର ଏ ସବୁ ଟିପ୍ସ ଆପଣମାନଙ୍କ ପାଇଁ ନିହାତି ଭାବରେ